Hello everyone, welcome to my YouTube channel Learn with Ace. आज आम डिस्कसन करुचे B.Ed 4th सेमिस्टर रो सब्जेक्ट जेंडर स्कूल एंड सोसाइटी रो यूनिट 3 रो किछि प्रीवियस क्वेश्चंस. So let's begin. यूनिट 3 रो सेकंड पार्ट रे आम डिस्कसन करिबा इंदिरा गांधी को विषय रे. मॉडर्न पीरियड ऑफ इंडिया रे तांको रोल कोन थिले सेही विषय रे आम आलोचना करिबा. इंदिरा गांधी होउछंती आधुनिक भारत बा मॉडर्न इंडिया हिस्ट्री रो सबुठारु जणे प्रभावशाली आउ शक्तिशाली नारी. नारी नेतृत्व मानक मध्यरु जणे. तो से होउछंती प्रथम ए पर्यंत एकमात्र महिला प्रधानमंत्री. ଆଉ ଯିଏ କି ଭାରତର ରାଜନୈତିକ ଆର୍ଥିକ ଓ ସାମାଜିକ ଉନ୍ନତିରେ ସେ ଟାଇମରେ ବା ମଡର୍ନ ଇଣ୍ଡିଆ ଟାଇମରେ ବହୁତ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ. ତ ତାଙ୍କର କେବେ ଜନ୍ମଗ୍ରହଣ ହେଇଥିଲା? ଇନ୍ଦିରା ଗାନ୍ଧୀ was born on 19 November 1917 in Allahabad, ଯୋଉଟା କି ପ୍ରୟାଗରାଜ ରେ ଭାବେ ଜଣାଯାଏ. She was the daughter of Jawaharlal Nehru, the first prime minister of independent India. ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଜବାହରଲାଲ ନେହେରୁ. ଇନ୍ଦିରା ଗାନ୍ଧୀ ହଉଛନ୍ତି ତାଙ୍କ ଝିଅ, ଯିଏକି 1917 ନଭେମ୍ବର 19ରେ ଆହ୍ଲାବାଦ, ଯୋଉଟାକି ବର୍ତ୍ତମାନ ପ୍ରୟାଗରାଜ କୁହାଯାଉଛି, ସେଇଠି ଜନ୍ମଗ୍ରହଣ କରିଥିଲେ. ସେ ଛୋଟବେଳୁ ବେସିକାଲି ରାଜନୈତିକ ବା ପଲିଟିକାଲ ଏନଭାୟରମେଣ୍ଟରେ ବଢିଥିବାରୁ ସେ ଦେଶ ସେବା ପ୍ରତି ଆକୃଷ୍ଟ ହୋଇଥିଲେ ବା ତାଙ୍କର ଇଣ୍ଟରେଷ୍ଟ ପଡିଥିଲା କି ପଲିଟିକ୍ସ ଭିତରେ ଏଣ୍ଟର କରିବା ପାଇଁ. ତ ଇନ୍ଦିରା ଗାନ୍ଧୀ ହଉଛନ୍ତି ଏକ ରାଜନୈତିକ ପରିବାର. ସେଇଥିରେ ସେ ତାଙ୍କର ବାଲ୍ୟକାଳ ବିତିଥିଲେ ବା ସେଇଥିରେ ସେ ବଢିଥିଲେ. ତାଙ୍କ ବାପା ଯିଏକି ଜବାହରଲାଲ ନେହେରୁ ଆଉ ତାଙ୍କର ଜେଜେବାପା ଯିଏ ମୋତିଲାଲ ନେହେରୁ, ସେ ହଉଛନ୍ତି ସେତେବେଳେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ବହୁତ ସକ୍ରିୟ ଥିଲେ. ତ ସେଇ ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯୋଉଟା କି ଚାଲିଥିଲା ଆନ୍ଦୋଳନ ସେ ଟାଇମରେ, ତ ତାଙ୍କ ପ୍ରଭାବ ତାଙ୍କ ଉପରେ ବହୁତ ଗଭୀର ଭାବରେ ପଡିଥିଲା. ସେଥିପାଇଁ ସେ ଛୋଟ ବୟସରେ ବାନର ସେନା ନାମରେ ଏକ ଶିଶୁ ସଂଗଠନ ଗଠନ କରିଥିଲେ. ଆଉ ଇନ୍ଦିରା ଗାନ୍ଧୀ ଶାନ୍ତିନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ. ଶାନ୍ତିନିକେତନରେ କିଏ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ? ଯିଏକି ହଉଛନ୍ତି ରବୀନ୍ଦ୍ରନାଥ ଟାଗୋର. ତାପରେ ସେ ହାୟର ଷ୍ଟଡିଜ ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟ ଶିକ୍ଷା ଗ୍ରହଣ କରିଥିଲେ. ତ ଏଠି ଯାହା ଥିଲା କି ବାନର ସେନା କଣ? ତ ବାନର ସେନା ଯୋଉ ନାଁଟା ଆସିଛି ସେଟା ରାମାୟଣରେ ଆସିଛି, ଯେମିତି କି ବାନର ସେନା ଭଗବାନ ରାମଙ୍କୁ ସହଯୋଗ କରିଥିଲେ. ତ ତାଙ୍କର ବାନର ସେନାରେ ଇନ୍ଦିରା ଗାନ୍ଧୀଙ୍କର କଣ କାମ ଥିଲା? ତାଙ୍କର ମୁଖ୍ୟ କାମ ଥିଲା କି ଯୋଉଟା ସ୍ୱାଧୀନତା, ସେଇଟା ହଉଛି ଗୋଟେ ଛୋଟ ପିଲାଙ୍କର ଗ୍ରୁପ ଥିଲା. ତାଙ୍କ କାମ କଣ ଥିଲା? ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ତାଙ୍କର ମେସେଜ ପହଞ୍ଚେଇବା ବା ସନ୍ଦେଶ ପହଞ୍ଚେଇବା, କିଛି ସିକ୍ରେଟ ଗୁପ୍ତ ତଥ୍ୟ ଯୋଉମାନେ ସେମାନେ ନେଇକି ଯାଉଥିଲେ, ଆଉ ଯୋଉଟା କି ରାଲି ହଉଛି ବା ପ୍ରଦର୍ଶନ, ସେଇଥିରେ ସହଯୋଗ କରିବା, ଝଣ୍ଡା ତିଆରି କରିବା ଆଉ ତାକୁ ବାଣ୍ଟିବା, ପୋଲିସଙ୍କ ନଜରରୁ ଚୁପଚାପ କାମ କରିବା. ଯେହେତୁ ସେମାନେ ପିଲାମାନେ ହେଇଥିଲେ, ଛୋଟ ପିଲାମାନେ, ସେଥିପାଇଁ ପୋଲିସ ମାନେ ତାଙ୍କୁ ସନ୍ଦେହ କରୁନଥିଲେ. ସେଇ ହିସାବରେ ସେମାନେ ସହଜରେ ସନ୍ଦେଶ ପହଞ୍ଚାଇ ପାରୁଥିଲେ. ତ ବାନର ସେନାର ଗୁରୁତ୍ୱ କଣ ଥିଲା କି ସେଇଟା ଯେହେତୁ ଗୋଟେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ମାନେ ଗୋଟେ ଛୋଟ ଭୂମିକା ଥିଲା, ବଟ୍ ବହୁତ ଇମ୍ପୋର୍ଟାଣ୍ଟ ଥିଲା. ଏହା ଦ୍ୱାରା କିଛି ପିଲାମାନଙ୍କ ମଧ୍ୟ ଦେଶ ପ୍ରେମ ମଧ୍ୟ ବଢିଲା. ଇନ୍ଦିରା ଗାନ୍ଧୀଙ୍କ ସେ ଯାହାକୁ ଗଠନ କରିଥିଲେ ସେଟା ନେତୃତ୍ୱ ତାଙ୍କର ଗୁଣକୁ ପ୍ରକାଶ କଲା, ଆଉ ଏଇଟା ସ୍ୱାଧୀନତା ଆନ୍ଦୋଳନକୁ ବି ବହୁତ ସହଯୋଗ କରିଥିଲା. ତ ଏଇଥିରୁ ଆମେ ଜାଣିପାରିବା ବା ଏଇଥିରୁ ଦେଖାଗଲା କି ଛୋଟ ବୟସରୁ ମଧ୍ୟ ଇନ୍ଦିରା ଗାନ୍ଧୀ ଜଣେ ଦୃଢ ଗତିଶୀଳ ନେତୃତ୍ୱ ଥିଲେ. ତ ବେସିକାଲି ବାନର ସେନା ଯୋଉଟା, ତ ସେଇଟା ଇନ୍ଦିରା ଗାନ୍ଧୀଙ୍କର ଗୋଟେ ଛୋଟ ବେଳର ଗୋଟେ ଅସାଧାରଣ ପ୍ରୟାସ ଥିଲା, ଆଉ ଯୋଉଟା କି ତାଙ୍କ ଦେଶ ପ୍ରେମ ଆଉ ସାହସ ଆଉ ନେତୃତ୍ୱକୁ ପ୍ରକାଶ କରୁଥିଲା. ରାଇଜ ଇନ୍ ପଲିଟିକ୍ସ, ତାଙ୍କ ରାଜନୀତିରେ ପ୍ରବେଶର କେମିତି ଥିଲା ସେଇଟା? 1947 ମସିହାରେ ଯେତେବେଳେ ଭାରତ ସ୍ୱାଧୀନ ହେଇଥିଲା, ତାପରେ ଇନ୍ଦିରା ଗାନ୍ଧୀ ରାଜନୀତିରେ ସକ୍ରିୟ ଭାବରେ ଯୋଗ ଦେଲେ. ତାଙ୍କ ବାପା ଯିଏକି ଜବାହରଲାଲ ନେହେରୁ, ତାଙ୍କ ସହ କାମ କରି ସେ ପ୍ରଶାସନରେ ବା ଆଡମିନିଷ୍ଟ୍ରେସନରେ ତାଙ୍କର କିଛି ଏକ୍ସପିରିଏନ୍ସ ଲାଭ କରିଥିଲେ ସେ ଟାଇମରେ. ତ 1966 ମସିହାରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ମୃତ୍ୟୁ ପରେ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଯୋଗ ଦେଇଥିଲେ. ତ ତାଙ୍କର ମେଜର ଆଚିଭମେଣ୍ଟସ ବା ପ୍ରମୁଖ ସଫଳତା କଣ ଥିଲା? ଫାର୍ଷ୍ଟ ହଉଛି ନ୍ୟାସନାଲାଇଜେସନ ଅଫ ବ୍ୟାଙ୍କସ.
ତ 1969 ମସିହାରେ ସେ ଭାରତର ବଡ ବଡ ବ୍ୟାଙ୍କ ଗୁଡିକୁ ଜାତୀୟକରଣ କରିଥିଲେ, ଯାହାଦ୍ୱାରା କି ଚାଷୀ ବା କୃଷକ, ଛୋଟ ବ୍ୟବସାୟୀ, ଗରିବ ଲୋକମାନେ ଏଇ ସବୁ ଅର୍ଥ ସାହାଯ୍ୟରେ ପାଇବାର ସୁଯୋଗ ପାଇଲେ। ତ ଏଇ ମୋମେଣ୍ଟରେ, ଏଇ ଟାଇମରେ 14ଟା ବଡ ବ୍ୟାଙ୍କ ନ୍ୟାସନାଲାଇଜ ହେଇଥିଲା। ତ ନ୍ୟାସନାଲାଇଜେସନ ମାନେ କଣ? ନ୍ୟାସନାଲାଇଜେସନ ମାନେ ହଉଛି ଯୋଉଟା କି ବେସରକାରୀ ଆମେ ନ୍ୟାସନାଲାଇଜେସନ ମାନେ କଣ ବୁଝିବା? ନ୍ୟାସନାଲାଇଜେସନ ଆମେ କହିଲେ ଯୋଉଟା କି ବେସରକାରୀ ବ୍ୟାଙ୍କ ଗୁଡିକୁ ସରକାରଙ୍କ ନିୟନ୍ତ୍ରଣରେ ଆଣିବା, ଯୋଉଟା କି 1969 ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ 14ଟି ବଡ ବ୍ୟାଙ୍କକୁ ଜାତୀୟକରଣ କରାଯାଇଥିଲା। ତ ତାର କାରଣ କଣ? ବା ଆମେ ତ ଯଦି ଦେଖିବା କି ନ୍ୟାସନାଲାଇଜେସନର କାରଣ କଣ, ତ ଯୋଉଟା କି ବ୍ୟାଙ୍କ ଗୁଡିକ କେବଳ ଧନୀ ଲୋକମାନଙ୍କୁ ହିଁ ଋଣ ଦେଉଥିଲେ, ଗ୍ରାମ ଅଞ୍ଚଳରେ ବ୍ୟାଙ୍କ ସୁବିଧା ନଥିଲା। ତ ଛୋଟ ବ୍ୟବସାୟୀ କିମ୍ବା ଚାଷୀ ମାନେ ସେମାନେ ଋଣ ପାଉନଥିଲେ କିମ୍ବା ଲୋନ ନେଇ ପାରୁନଥିଲେ। ତ ଆର୍ଥିକ ସମାନତା ଆଣିବାର ଆବଶ୍ୟକତା ସେଇ ଟାଇମରେ ବହୁତ ଥିଲା। ଆଉ ନ୍ୟାସନାଲାଇଜେସନର ମେନ୍ ଏମ୍ କଣ ବା ମୁଖ୍ୟ ଲକ୍ଷ୍ୟ କଣ? ତ ଯୋଉଟା କି ଗରିବ ଲୋକଙ୍କୁ ଋଣ ସୁଧ ଦେବା, କୃଷି ଓ ଛୋଟ ଶିଳ୍ପକୁ ସମର୍ଥନ କରିବା ଥିଲା ତାଙ୍କର ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଏମ୍ ଲକ୍ଷ୍ୟ। ଗ୍ରାମ ଅଞ୍ଚଳରେ ବ୍ୟାଙ୍କ ସେବା ବିସ୍ତାର କରିବା ଆଉ ଆର୍ଥିକ ବା ଇକୋନୋମିକ ଡେଭଲପମେଣ୍ଟକୁ ତାକୁ ଆମ୍ପ୍ଲିଫାଇ କରିବା। ତ ଏଇ ପ୍ରଭାବରେ ଯେତେବେଳେ ବ୍ୟାଙ୍କ ନ୍ୟାସନାଲାଇଜେସନ ହେଲା, ତ ସେଇ ତାର ରେଜଲ୍ଟରେ ଗ୍ରାମ ଅଞ୍ଚଳରେ କିଛି ବ୍ୟାଙ୍କ ଶାଖା ବଢିଲା, ଯୋଉମାନେ କି ଲୋନ ପାଉନଥିଲେ ସେମାନେ ଲୋନ ପାଇବା ଷ୍ଟାର୍ଟ କଲେ, ଇକ୍ୱାଲିଟି, ଗୋଟେ ଇକୋନୋମିକ ଇକ୍ୱାଲିଟି ବଢିଲା, ଆଉ ଯାହା ଫଳରେ କି ଦେଶରେ ଗୋଟେ ଇକୋନୋମିକ ଡେଭଲପମେଣ୍ଟ ବି ହେଲା। ତ ନେକ୍ସଟ ଆସୁଛି ଗ୍ରୀନ ରେଭଲ୍ୟୁସନ। ଗ୍ରୀନ ରେଭଲ୍ୟୁସନ କଣ? ଇନ୍ଦିରା ଗାନ୍ଧୀ ସପୋର୍ଟେଡ ଏଗ୍ରିକଲଚରାଲ ରିଫର୍ମସ that contributed to the green revolution, which significantly increased food production in India. ତ ଗ୍ରୀନ ରେଭଲ୍ୟୁସନ ହଉଛି ଗୋଟେ ଭାରତର କୃଷି କ୍ଷେତ୍ରରେ ଘଟିଥିବା ଗୋଟେ ବଡ ପରିବର୍ତ୍ତନ ଥିଲା, ଯୋଉଟା କି 1960 ଦଶକରେ ଷ୍ଟାର୍ଟ ହେଇଥିଲା। ଆଉ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ହିଁ ସେ ହିଁ ନେତୃତ୍ୱ ନେଇଥିଲେ ଆକୁ। ତ ତା ଗ୍ରୀନ ରିଭଲ୍ୟୁସନ ତା ମାନେ କଣ? ଯୋଉଟା କି ହଉଛି କୃଷି ପରିବର୍ତ୍ତନ, ଯାହା ଦ୍ୱାରା କି କିଛି ଉନ୍ନତ ସୌର ହେଲା, ସିଚାଇ, ଆଧୁନିକ ପ୍ରଯୁକ୍ତି ର କିଛି ବ୍ୟବହାର ବା ଉନ୍ନତ ଟେକ୍ନୋଲୋଜିର ଏଇ ସବୁ ବ୍ୟବହାର କରିକି ଖାଦ୍ୟର ଉତ୍ପାଦନ ବହୁତ ବଢା ଯାଇଥିଲା। ତ ଗ୍ରୀନ ରେଭଲ୍ୟୁସନର ମୁଖ୍ୟ ଲକ୍ଷ୍ୟ କଣ ଥିଲା? କି ଖାଦ୍ୟ ଉତ୍ପାଦନ ବଢେଇବା, ଦୁର୍ଭିକ୍ଷକୁ ଦୂର କରିବା, ଦେଶକୁ ଖାଦ୍ୟରେ ସ୍ୱୟଂ ନିର୍ଭର କରିବା ବା ଆତ୍ମନିର୍ଭର କରିବା। କି ଆମେ ଅନ୍ୟ କୋଉ ଦେଶରୁ ଖାଇବା ଆମେ ଯେମିତି ନ ଆଣିବା, ନିଜେ ଯେମିତି ଚାଷ କରିକି ନିଜେ ଖାଇବା, ଏଇଟା ଥିଲା ଗ୍ରୀନ ରେଭଲ୍ୟୁସନ ର ମୁଖ୍ୟ ଲକ୍ଷ୍ୟ। ତ ଗ୍ରୀନ ରେଭଲ୍ୟୁସନ ବେଳେ କଣ ତାର ମୁଖ୍ୟ ତାର କ୍ୟାଟାଗୋରୀ ଥିଲା କି ଉଚ୍ଚ ଉତ୍ପାଦନଶୀଳ ବା HYV ସିଡ୍ସ, ସେଗୁଡାକ ବୁଣା ହେଇଥିଲା, ରାସାୟନିକ ସାର ବ୍ୟବହାର କରାଯାଇଥିଲା, ସିଚାଇ ବ୍ୟବସ୍ଥାର ବିକାଶ କରାଯାଇଥିଲା, ଯୋଉଟା କି ସିଞ୍ଚନ ପ୍ରକ୍ରିୟା କୁହାଯାଏ, ଆଉ କିଛି ମଡର୍ନ ଟେକ୍ନୋଲୋଜି ବା କୃଷି ଯନ୍ତ୍ର ଏଇ ସବୁ ବ୍ୟବହାର କରାଯାଇଥିଲା, ଯାହା ଫଳରେ କି ଗହମ, ଧାନ ଉତ୍ପାଦନ ଏଇ ସବୁ ବହୁତ ବଢିଥିଲା, କୃଷକ ମାନଙ୍କ ଆୟ ବି ବଢିଥିଲା, ଯାହା ଫଳରେ କି ଭାରତ ଖାଦ୍ୟରେ ସ୍ୱୟଂ ନିର୍ଭର ହେଲେ କି ଆମ ଖାଦ୍ୟ ଆମେ ନିଜେ ଉତ୍ପାଦନ କରିବୁ। ଦେନ୍ ଲିଡରସିପ ଇନ ଦ 1917 war। ତ ଯୋଉଟା ତାଙ୍କ ଲିଡରସିପ କେମିତି ଥିଲା ନା, ଏଇଟା ହଉଛି 1971 ମସିହାରେ ଯୋଉଟା କି ଭାରତ ପାକିସ୍ତାନ ଯୁଦ୍ଧ ହେଇଥିଲା, ଯୋଉଟା କି ଭାରତ ଇତିହାସର ଗୋଟେ ଗୁରୁତ୍ୱପୂର୍ଣ୍ଣ ଘଟଣା, ଆଉ ଯୋଉଟା କି ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିଲା। ତା କାରଣ କଣ ଥିଲା? ତାର ମେନ୍ ରିଜନ ହଉଛି କି ଯୋଉଟା କି ପୂର୍ବ ପାକିସ୍ତାନରେ ଲୋକମାନଙ୍କୁ ନିର୍ଯାତନା ଦିଆଯାଉଥିଲା, ଶରଣାର୍ଥୀ ମାନ ଯେମିତି କି ଭାରତକୁ ଆସୁଥିଲେ, ସେଟା ଦେଖାଯାଉଥିଲା, ସ୍ଵାଧୀନତା ପାଇଁ ଆନ୍ଦୋଳନ ଥିଲା, ଏଇ ତିନିଟା ହଉଛି ମେନ୍ ପଏଣ୍ଟ। ତ ଏଇଟା କେବେ ହେଇଥିଲା ନା 1971 ମସିହା ଡିସେମ୍ବର ମସିହାରେ ଏଇଟା ଇଣ୍ଡୋ ପାକିସ୍ତାନ ୱାର ହେଇଥିଲା ବା ଇଣ୍ଡୋ ପାକିସ୍ତାନ ଯୁଦ୍ଧ ହେଇଥିଲା। ତ ଯୋଉଥିରେ କି 1971 ମସିହାରେ ସେଇ ଯୁଦ୍ଧରେ ଯୋଉଥିରେ କି ଭାରତୀୟ ସେନା ପାକିସ୍ତାନ ମାନଙ୍କୁ ପରାଜିତ କରିଥିଲେ, ତ ତାର ରେଜଲ୍ଟରେ କଣ ଆସିଥିଲା କି ନୂତନ ଦେଶ ଯୋଉଟା କି ବାଂଲାଦେଶ ଗଠିତ ହୋଇଥିଲା, ଆଉ ପାକିସ୍ତାନ ସେନା ସମର୍ପଣ କରିଥିଲେ, ଯାହା ଫଳରେ କି ଭାରତରେ ଇଣ୍ଟରନ୍ୟାସନାଲି ତାର ରେସପେକ୍ଟ ବଢିଥିଲା। ତ ଏଇଟା ହଉଛି ଗୋଟେ ଭାରତର ଗୋଟେ ବଡ ସାମରିକ ବିଜୟ ଥିଲା, ଯୋଉଟା କି ଇନ୍ଦିରା ଗାନ୍ଧୀଙ୍କ ଶକ୍ତିଶାଳୀ ନେତୃତ୍ୱରେ ତାଙ୍କର ଗୋଟେ ପ୍ରୁଫ ଦେଲା କି ତାଙ୍କର ନେତୃତ୍ୱ ବହୁତ ହି ଷ୍ଟ୍ରଙ୍ଗ ଅଛି। ତ ଏଗେନ୍ ତାଙ୍କର ଆଉ ଗୋଟେ କଣ ଥିଲା, ସୋସିଆଲ ୱେଲଫେୟାର ପ୍ରୋଗ୍ରାମରେ ଇନ୍ଦିରା ଗାନ୍ଧୀ ଇଣ୍ଟ୍ରୋଡ୍ୟୁସ ଦ ସ୍ଲୋଗାନ ଗରିବୀ ହଟାଓ,
and implemented various social welfare programs aimed at reducing poverty and improving living conditions for the poor. ତ ଗରିବୀ ହଟାଓ ନାମରେ ଗୋଟେ ସ୍ଲୋଗାନ ଦେଇ ସେମାନେ ଗରିବ ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଷ୍ଟାର୍ଟ କରିଥିଲେ, ଯାହାଦ୍ୱାରା ସିଏ ପ୍ଲାନ୍ କରିଥିଲେ କି ଯେମିତି କି ଦେଶରୁ ଦାରିଦ୍ରତା ହଟିବ ଧୀରେ 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 କମିବ ବା ହଟିବ। ଚ୍ୟାଲେଞ୍ଜେସ୍ ଆଣ୍ଡ କଣ୍ଟ୍ରୋଭର୍ସିଜ୍, ତ ତାଙ୍କ ଚ୍ୟାଲେଞ୍ଜ ବା ବିବାଦ କଣ ଥିଲା ତାଙ୍କ ଶାସନ କାଳରେ? ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ କିଛି ବିବାଦ ମଧ୍ୟ ଦେଖାଯାଇଥିଲା, ଯୋଉଟା କି 1975 ମସିହାରେ ତ ଏମର୍ଜେନ୍ସି ଯୋଉଟା କି ଘୋଷଣା କରାଯାଇଥିଲା। ସେ ସମୟରେ କିଛି ନାଗରିକ ଅଧିକାର ତାଙ୍କର କିଛି ସୀମିତ କରାଯାଇଥିଲା। ତ 1975 ମସିହାରେ ଏମର୍ଜେନ୍ସି ବା ଜରୁରୀକାଳୀନ ମାନେ ଭାରତର ରାଜନୈତିକ ଇତିହାସର ଗୋଟେ ଇମ୍ପୋର୍ଟାଣ୍ଟ ବା ଗୁରୁତ୍ୱପୂର୍ଣ୍ଣ ଆଉ ସେଟା ଯୋଉଟା କି କଣ୍ଟ୍ରୋଭର୍ସିଆଲ ଘଟଣା ଥିଲା, ଯୋଉଟା କି ଇନ୍ଦିରା ଗାନ୍ଧୀ 25 ଜୁନ 1975ରେ ଘୋଷଣା କରିଥିଲେ। ତ ଏମର୍ଜେନ୍ସି କଣ? ଦ ଏମର୍ଜେନ୍ସି ଇଣ୍ଡିଆ ହଉଛି ସେଇ ସମୟ ଯେତେବେଳେ କି ଦେଶର ସରକାର ବିଶେଷ ବ୍ୟକ୍ତି ବ୍ୟବହାର କରି ନାଗରିକ ଅଧିକାରକୁ ସୀମିତ କରିଥିଲେ ଓ ସମସ୍ତ ଶକ୍ତି ତାଙ୍କୁ ସେଣ୍ଟ୍ରାଲାଇଜ ବା କେନ୍ଦ୍ରୀଭୂତ କରିଥିଲେ। ଆଉ ଏଇଟା କେବେ ଯାଏଁ ଚାଲିଥିଲା ନା 1975ରୁ 1977 ଯାଏଁ। ତ 2 ବର୍ଷ ଚାଲିଥିଲା ଏମର୍ଜେନ୍ସି ପିରିୟଡ। ତ ଏମର୍ଜେନ୍ସି ଘୋଷଣାର କାରଣ କଣ ଥିଲା କି ରାଜନୈତିକ ଗୋଟେ ଅସ୍ଥିରତା ଥିଲା, ବିପକ୍ଷ ଦଳ ମାନଙ୍କର ଆନ୍ଦୋଳନ ଥିଲା, କିଛି ଫାଇନାନ୍ସିଆଲ ଇସ୍ୟୁଜ ଥିଲା, ଆଉ ଆଇନ ଓ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥାରେ ଯୋଉଟା କି ଯେତେବେଳେ ଖରାପ ହେଇଥିଲା ସେଇ ସମୟରେ ଏମର୍ଜେନ୍ସି ଘୋଷଣା କରାଯାଇଥିଲା। ତ ତା ଭିତରେ ଘଟିଥିବା କଣ ଚେଞ୍ଜେସ୍ କଣ ଥିଲା ନା ମୌଳିକ ଅଧିକାର ଯୋଉଟା କି ସୀମିତ କରାଗଲା, ଆଉ ପ୍ରେସ୍ ଓ ସମ୍ବାଦପତ୍ରରେ ନିୟନ୍ତ୍ରଣ ରଖାଗଲା ବା ସେନ୍ସରସିପ୍ ଲାଗିଲା, ଯିଏ ଯାହା ପାରୁଥିଲେ ମନ ଇଚ୍ଛା ଲେଖୁଥିଲେ। ତ ସେଟା ଚେକ୍ କରାହବ, ଯଦି ସେଟା କିଛି ଲିମିଟ କ୍ରସ୍ କରୁଛି ତ ତାକୁ ସେଟା ବ୍ୟାନ୍ କରାଯିବ, ସେଇ ଟାଇପର ତାଙ୍କର କେତେ ସେନ୍ସରସିପ୍ ଲାଗିଲା। ଆଉ ବିପକ୍ଷ ନେତା ମାନଙ୍କୁ ଗିରଫ କରାଗଲା, ଯୋଉମାନେ କି ବହୁତ ହି ଅଶାନ୍ତି କରୁଥିଲେ, ଅଶାନ୍ତି ଆନ୍ଦୋଳନ କରୁଥିଲେ, ସେମାନଙ୍କୁ ଗିରଫ କରାଗଲା, ଆଉ ଯାହା ଫଳରେ କି ସରକାରୀ ଶକ୍ତି ବହୁତ ହି ବଢିଲା। ତାର ପ୍ରଭାବ କଣ ଥିଲା? ଯେମିତି କି ଲୋକମାନଙ୍କର ସ୍ୱାଧୀନତା କମିଗଲା, ଆଉ ଲୋକତନ୍ତ୍ର ଉପରେ ପ୍ରଭାବ ପଡିଲା, କିଛି କ୍ଷେତ୍ରରେ ଶୃଙ୍ଖଳା ଓ ବ୍ୟବସ୍ଥା ସୁଧାର ହେଲା। ତ 1977 ମସିହାରେ ଫାଇନାଲି ଏମର୍ଜେନ୍ସି ଶେଷ ହେଲା, ଆଉ ତାପରେ ସାଧାରଣ ନିର୍ବାଚନ ମଧ୍ୟ ହେଇଥିଲା, ଯାହା ଫଳରେ ପୁନର୍ବାର ଲୋକତନ୍ତ୍ର ଡେମୋକ୍ରାଟିକ ଇଣ୍ଡିଆ ଯୋଉଟା କୁହନ୍ତି ତାକୁ ସେଇଟା ସ୍ଥାପିତ ହେଇଥିଲା। ତ ବେସିକାଲି ଏମର୍ଜେନ୍ସିଟା ବହୁତ ଗୋଟେ କଣ୍ଟ୍ରୋଭର୍ସିଆଲ ଆଉ ଇମ୍ପୋର୍ଟାଣ୍ଟ ବି ଚାପ୍ଟର ଥିଲା ଗୋଟେ 1975ରେ ଦେଶର, କିନ୍ତୁ ସେଇଟା ଫାଇନାଲି ଗୋଟେ ସୂଚନା ଆମକୁ ଦେଇଥାଏ ଯେ ଲୋକତନ୍ତ୍ରରେ ବା ଡେମୋକ୍ରାସିରେ ନାଗରିକ ଅଧିକାର ଆଉ ସ୍ୱାଧୀନତା ବହୁତ ହି ଇମ୍ପୋର୍ଟାଣ୍ଟ, ଆଉ କେତେ ସେଟା ଆବଶ୍ୟକ ସେଇଟା ଆମକୁ ସେଇଟା ପ୍ରୁଭ୍ କରିଥିଲା। ତ ସ୍ୱାଧୀନତା ସଂଗ୍ରାମ ବେଳେ ଯେତେବେଳେ ସ୍ୱାଧୀନତା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କୁ 13 ମାସର ବି କାରାଦଣ୍ଡ ବି ଭୋଗିବାକୁ ପଡିଥିଲା। ତ ସେଇଟା କିଛି ସୋର୍ସେସରୁ ଜଣାପଡେ। ତାଙ୍କ ପର୍ସନାଲିଟି ଆଣ୍ଡ ଲିଡରସିପ୍ କ୍ୱାଲିଟିଜ କଣ ଥିଲା? ଇନ୍ଦିରା ଗାନ୍ଧୀଙ୍କର କିଛି ମୁଖ୍ୟ ଗୁଣ ଥିଲା, ଯୋଉଟା କି ତାଙ୍କର ଷ୍ଟ୍ରଙ୍ଗ ଡିଟରମିନେସନ ବା ଦୃଢ ସଂକଳ୍ପ, ସାହସ, କରେଜ ଆଣ୍ଡ କନଫିଡେନ୍ସ, ଯୋଉଟା କି ସାହସ ଆଉ ତାଙ୍କର ଆତ୍ମବିଶ୍ୱାସ, ଡିସିସିଭ ଡିସିସନ ମେକିଂ ଆବିଲିଟି, ଯୋଉଟା କି ଦ୍ରୁତ ଦୃଢ ସିଦ୍ଧାନ୍ତ ନେବାର କ୍ଷମତା ଆମେ କହିପାରିବା, ଯୋଉଟା କି ଗୋଟେ ପରଫେକ୍ଟଲି ଇମିଡିଏଟ ଆଣ୍ଡ ଗୋଟେ ଷ୍ଟ୍ରଙ୍ଗ ଡିସିସନ ନିଅନ୍ତି, ଡେଡିକେସନ ଟୁ ନ୍ୟାସନାଲ ଡେଭଲପମେଣ୍ଟ, ଯୋଉଟା କି ଦେଶ ପ୍ରତି ତାଙ୍କର ନିଷ୍ଠା ଭାବ, ନିଷ୍ଠା ମନୋଭାବ, ସେଇଟା ତାଙ୍କର କ୍ୱାଲିଟିଜରେ ଥିଲା। ତ ଏଇ ସମସ୍ତ ଗୁଣ ତାଙ୍କୁ ଆଧୁନିକ ଭାରତ ବା ମଡର୍ଣ୍ଣ ଇଣ୍ଡିଆର ଗୋଟେ ଗତିଶୀଳ ନେତୃତ୍ୱ କହିପାରିବା ବା ଡାଇନାମିକ ଲେଡି ଆମେ ଯାହା କୁହନ୍ତି, ତାଙ୍କ ସେଇ ଭାବରେ ସେ ପରିଚିତ କରାଇଥିଲେ। ଆସାସିନେସନ ଆଣ୍ଡ ଲିଗାସି, ତ ତାଙ୍କର ଏଣ୍ଡ ମୋମେଣ୍ଟ କେମିତି ଥିଲା, ତାଙ୍କ ମୃତ୍ୟୁ କଣ ଥିଲା, ଆଉ ତାଙ୍କ ଉତ୍ତରାଧିକାରୀ ଭାବରେ କିଏ ଯାଇଥିଲେ? ସେ 1984 ମସିହାରେ ଅକ୍ଟୋବର 31 ତାରିଖରେ ଇନ୍ଦିରା ଗାନ୍ଧୀ ତାଙ୍କ ନିଜ ବଡିଗାର୍ଡ ମାନେ ହିଁ ତାଙ୍କୁ ମର୍ଡର କରିଥିଲେ, ଆଉ ଯୋଉଟା କି ତାଙ୍କ ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ ଦୁଃଖରେ ବି ପକେଇଥିଲା କି କେମିତି ନିଜ ବଡିଗାର୍ଡ ହିଁ ତାଙ୍କୁ ମର୍ଡର କରିପାରିବେ। ତଥାପି ସେ ଭାରତର ଇତିହାସରେ ଜଣେ ପାୱାରଫୁଲ ଆଉ ଜଣେ ଶକ୍ତିଶାଳୀ ପ୍ରଭାବଶାଳୀ ନାରୀ ନେତୃତ୍ୱ ଭାବରେ ସବୁବେଳେ ସ୍ମରଣୀୟ ରହିବେ। ତ ବେସିକାଲି ଆମେ ଯଦି କହିବାକୁ ଯିବା, ଇନ୍ଦିରା ଗାନ୍ଧୀ ଜଣେ ହଉଛନ୍ତି ମଡର୍ଣ୍ଣ ଇଣ୍ଡିଆର ଜଣେ
डायनामिक लेडी ଥିଲେ ତ ତାଙ୍କ ଦୃଢ ନେତୃତ୍ୱ ସାହସ ଆଉ ଯୋଉଟା କି ଦେଶ ପ୍ରେମ ଭାରତର ଉନ୍ନତିରେ ବହୁତ ଇମ୍ପୋର୍ଟାଣ୍ଟ ଅବଦାନ ରଖିଛି। ଆଉ ତାଙ୍କ ଜୀବନ ଆଗାମୀ ପିଢି ପାଇଁ ଗୋଟେ ବଡ ପ୍ରେରଣା ବି ଏ ହିସାବରେ ରହିଛି, ବହୁତ ଇନଫ୍ଲୁଏନ୍ସିଂ ରହିଛି। ଆଉ ତାଙ୍କର ଯୋଉଟା କି ଉଲ୍ଲେଖନୀୟ ଅବଦାନ ଆମେ ଦେଖିଲେ, ଯୋଉଟା କି ବ୍ୟାଙ୍କ ନ୍ୟାସନାଲାଇଜେସନ ରୁ ଆଉ ବାଂଲାଦେଶ ଗଠନ, ନୂତନ ଦେଶ ଭାବରେ ଗଠନ, ତାଙ୍କର ସବୁ ଡିସିସନ ଗୋଟେ impactful ଥିଲା। And her life serves as an inspiration, showing how strong leadership, determination, and dedication to national service, which teaches people that can bring significant change to society. ତ ତାଙ୍କର ଅବଦାନ ଆମେ ଦେଖିପାରିବା, ସେ କେତେ ଦୃଢ ବା ସତ୍ୟନିଷ୍ଠ ଥିଲେ ଦେଶ ପ୍ରତି। ତ ଯୋଉଟା କି ଲୋକମାନଙ୍କ ମନୋଭାବରେ ବହୁତ ହି ଚେଞ୍ଜ କରିପାରିବ, ଯୋଉଟା କି ଆଗାମୀ ପିଢିରେ ବି ସେ ଇନଫ୍ଲୁଏନ୍ସର ହେଇକି ରହିବେ। ସୋ ତ ଏଇ ଭିଡିଓରେ ଆମେ କମ୍ପ୍ଲିଟ କଲେ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ, ତାଙ୍କ ଅବଦାନ ବିଷୟରେ। ନେକ୍ସଟ ଆମେ ଆଲୋଚନା କରିବା ୟୁନିଟ୍ 4 ର କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ସ। ସୋ ଦେଖା ହବ ନେକ୍ସଟ ଭିଡିଓରେ। ଥ୍ୟାଙ୍କ ୟୁ।